ବେତନଭୋଗୀଙ୍କ ପାଇଁ ଗୁଡ୍ ନ୍ୟୁଜ୍ 50% ଅଧିକ ମିଳିବ ଘର ଭଡ଼ା ଭତ୍ତା। କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ଏଣିକି ଏହି 4ଟି ମେଟ୍ରୋ କର୍ମଚାରୀ 50% HR ଦାବିରୁ ମଧ୍ୟ ଉପଲବ୍ଧ ହେବେ। ଆସନ୍ତୁ ଆଜି ଆମେ ଏହି ନୂଆ ଅପଡେଟ୍ ରିପୋର୍ଟ ବିଷୟରେ ସମ୍ପୂର୍ଣ୍ଣ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ଏଣିକି ଏହି 4ଟି ମେଟ୍ରୋ କର୍ମଚାରୀ 50% HR ଦାବିରୁ ମଧ୍ୟ ଉପକୃତ ହେବେ, ଯାହାଦ୍ୱାରା ସେମାନଙ୍କୁ ଟେକ୍ ହୋମ୍ ସାଲାରୀ ଅଧିକ ମିଳିବ। ତଥାପି ମନେ ରଖନ୍ତୁ ଯେ ନକଲି ଭଡ଼ା ରସିଦ ଆଉ ଗ୍ରହଣ କରାଯିବ ନାହିଁ। ନୂଆ ଅପଡେଟ୍ ରିପୋର୍ଟ ବିଷୟରେ ଏଠାରେ ଜାଣନ୍ତୁ। ନୂଆ ଆର୍ଥିକ ବର୍ଷର ଆରମ୍ଭ ଏପ୍ରିଲ 1, 2026 କର୍ମଜୀବୀମାନଙ୍କ ପାଇଁ ଏକ ବଡ଼ ଖବର ଆଣିଛି। ଯଦି ଆପଣ ବେଙ୍ଗାଲୁରୁ, ପୁନେ କିମ୍ବା ହାଇଦ୍ରାବାଦ ଭଳି ସହରରେ ରହୁଛନ୍ତି ଏବଂ ଅଧିକ ଭଡ଼ା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଥିଲେ, ତେବେ ସରକାର ଆପଣଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ଏବେ ଦିଲ୍ଲୀ ଏବଂ ମୁମ୍ବାଇ ପରି ଅନ୍ୟ 4ଟି ପ୍ରମୁଖ ସହରର କର୍ମଚାରୀମାନେ 50% HR ଘର ଭଡ଼ା ଭତ୍ତା ଟିକସ ଛାଡ଼ର ଲାଭ ପାଇବେ। ଆସନ୍ତୁ ବିସ୍ତାରିତ ଭାବରେ ଜାଣିବା ଯେ ଏହି ନିଷ୍ପତ୍ତି ଆପଣଙ୍କ ଟେକ୍ ହୋମ୍ ସାଲାରୀ ପାଇଁ ମିଳୁଥିବା ଦରମାକୁ କିପରି ପ୍ରଭାବିତ କରିବ। ମେଟ୍ରୋ ସହରଗୁଡ଼ିକର ତାଲିକା 4ରୁ 8କୁ ଦ୍ୱିଗୁଣିତ ହୋଇଛି। ଏପର୍ଯ୍ୟନ୍ତ ଆୟକର ନିୟମ ଅନୁଯାୟୀ କେବଳ 4ଟି ପ୍ରମୁଖ ମହାନଗର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ରହୁଥିବା କର୍ମଚାରୀମାନେ ସେମାନଙ୍କ ମୂଳ ଦରମାର 50% ପର୍ଯ୍ୟନ୍ତ HR ଟିକସ ଛାଡ଼ ପାଇଁ ଯୋଗ୍ୟ ଥିଲେ। ଅନ୍ୟାନ୍ୟ ସହର ପାଇଁ ସୀମା 40% ଥିଲା, କିନ୍ତୁ ଏବେ ଆୟକର ନିୟମ 2026 ଅନୁଯାୟୀ ଏହି ତାଲିକାରେ ଆହୁରି 4ଟି ସହର ଯୋଡ଼ାଯାଇଛି। ଏହି ସହରଗୁଡ଼ିକ ହେଲା ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁନେ ଓ ଅହମ୍ମଦାବାଦ। ଏହି ନିଷ୍ପତ୍ତି କାହିଁକି ଆବଶ୍ୟକ ଥିଲା? ଗତ କିଛି ବର୍ଷ ମଧ୍ୟରେ ବେଙ୍ଗାଲୁରୁ, ପୁନେ ଏବଂ ହାଇଦ୍ରାବାଦ ଭଳି ସହରରେ ଘର ଭଡ଼ା ବହୁତ ବୃଦ୍ଧି ପାଇଛି। ଅନେକ ଅଞ୍ଚଳରେ ଘର ଭଡ଼ା ମୁମ୍ବାଇ ଏବଂ ଦିଲ୍ଲୀ ପରି ସମାନ ସ୍ତରକୁ ପହଞ୍ଚିଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ପରିବର୍ତ୍ତନ ମଧ୍ୟବିତ୍ତ ବର୍ଗଙ୍କୁ ଖର୍ଚ୍ଚ କରିବା ପାଇଁ ଅଧିକ ଟଙ୍କା ଦେବ ଓ ସହରାଞ୍ଚଳରେ ଭଡ଼ା ଘରର ଚାହିଦା ବୃଦ୍ଧି କରିବା। ପୁରୁଣା ଶାସନରେ ଥିବା ଲୋକଙ୍କ ପାଇଁ ଅଧିକ ଉପହାର। ଯଦି ଆପଣ ଏବେ ବି ପୁରୁଣା ଟିକସ ବ୍ୟବସ୍ଥାରେ ଅଛନ୍ତି, ତେବେ ସରକାର ଅନ୍ୟ ଅନେକ କ୍ଷେତ୍ରରେ ରିହାତି ପ୍ରଦାନ କରିଛନ୍ତି। ପିଲାମାନଙ୍କ ଶିକ୍ଷା ଏବଂ ହଷ୍ଟେଲ ଭତ୍ତା ପାଇଁ ଛାଡ଼ ସୀମା ବୃଦ୍ଧି କରାଯାଇଛି। କାର୍ଯ୍ୟାଳୟରେ ମିଳୁଥିବା ଖାଦ୍ୟ କୁପନ କିମ୍ବା କମ୍ପ୍ଲିମେଣ୍ଟାରୀ ଭୋଜନ ଉପରେ ମଧ୍ୟ ଟିକସ ରିହାତି ଉପଲବ୍ଧ। ପାଠପଢ଼ା କିମ୍ବା ବିଦେଶ ଯାତ୍ରା ଉପରେ ଲାଗୁ ହେଉଥିବା TCS ଟ୍ୟାକ୍ସ କଲେକ୍ଟ ଆଟ୍ ସୋର୍ସ ହ୍ରାସ କରାଯାଇଛି। କିଛି ଆଶ୍ୱସ୍ତି ମିଳିଥିଲେ ମଧ୍ୟ ସରକାର ନିୟମାବଳୀକୁ ମଧ୍ୟ କଡ଼ାକଡ଼ି କରିଛନ୍ତି। HR ଦାବିଗୁଡ଼ିକୁ ଏବେ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ। ଯଦି ଆପଣ ନକଲି ଭଡ଼ା ରସିଦ ଦାଖଲ କରି ଟିକସ ଏଡ଼ାଇବାକୁ ଚେଷ୍ଟା କରନ୍ତି, ତେବେ ଧରା ପଡ଼ିବାର ଆଶଙ୍କା ବଢ଼ିଯାଇଛି। ଷ୍ଟକ୍ ବଜାରରେ ଫ୍ୟୁଚର୍ସ ଏବଂ ବିକଳ୍ପ F&Oରେ ସକାରାତ୍ମକତା ହ୍ରାସ କରିବା ପାଇଁ STT ସିକ୍ୟୁରିଟିଜ୍ ଟ୍ରାଞ୍ଜାକ୍ସନ୍ ଟ୍ୟାକ୍ସ 150% ବୃଦ୍ଧି କରାଯାଇଛି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଏହି ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି। ଧନ୍ୟବାଦ।